ଆଉ କ'ଣ ଗୋଟେ ଛୁଆ ଆଜି ଆମେ ଜାଣିବା ପ୍ଲସ୍ ଟୁରେ କେଉଁ କେଉଁ ସବଜେକ୍ଟ ରଖିଲେ ବହୁତ ଭଲ ମାର୍କ ଆସିବ ଏବଂ ଆପଣ ଯଦି ନୂଆ ଚ୍ୟାନେଲରେ ନୂଆ ଆସନ୍ତି ତାହେଲେ ସବସ୍କ୍ରାଇବ୍ କରିବେ ଆଉ ଭିଡ଼ିଓକୁ ଲାଇକ୍ କରିବେ ଆଉ ଭିଡ଼ିଓକୁ ସେୟାର କରିବେ। ସର୍ବପ୍ରଥମେ ଆମେ ଜାଣିବା ଯେ ଅପସନାଲ ସବଜେକ୍ଟ କ'ଣ କ'ଣ ଅଛି। ଅପସନାଲ ସବଜେକ୍ଟ ଆମର ଅଛି ଓଡ଼ିଆ, ହିନ୍ଦୀ ଏବଂ ସଂସ୍କୃତ। ଏହି ତିନିଟି ମଧ୍ୟରୁ ଆପଣ ଯେଉଁଟାକୁ ଚାହିଁବେ ସେସବୁ ନେଇପାରିବେ। ମୋ ମତରେ କହିବାକୁ ଗଲେ ଆପଣ ସଂସ୍କୃତ ନେଇପାରିବେ, ନହେଲେ ଓଡ଼ିଆ ନେବେ, ହିନ୍ଦୀ ନାହିଁ। ଏବଂ କମ୍ପଲସରି ସବଜେକ୍ଟ ହେଉଛି ଏଠି ଆମ ପ୍ଲସ୍ ଟୁରେ ଆଉ କ'ଣ କ'ଣ ସବଜେକ୍ଟ ଅଛି। ଇକୋନୋମିକ୍ସ ହେଉଛି ଅର୍ଥନୀତି, ଟଙ୍କା ପଇସା ବିଷୟରେ ପଡ଼ିବ। ଏବଂ ସେକେଣ୍ଡ ହେଉଛି ସାଇକୋଲୋଜି, ଯାହାକି ମନୁଷ୍ୟର ମାନସିକ ବିଷୟରେ ପଡ଼ିବ, କେମିତି ଚେଞ୍ଜ କରିପାରିବ ଗୋଟେ ମଣିଷ ସେ ବିଷୟରେ ପଡ଼ିବ। 3 ନମ୍ବର ଅଛି ହୋମ୍ ସାଇନ୍ସ, ଘର ବିଷୟରେ ପଡ଼ିବ। ଏବଂ 4 ନମ୍ବର ଅଛି IT, କମ୍ପ୍ୟୁଟର ବିଷୟରେ ପଡ଼ିପାରିବ। ଏବଂ 5 ନମ୍ବର ଅଛି ଓଡ଼ିଆ, এইটা ହେଉଛି କମ୍ପଲସରି ସବଜେକ୍ଟ ଓଡ଼ିଆ। এবং সংস্কৃত ହେଉଛି অপସନାল ସବଜେକ୍ଟ, ହିନ୍ଦୀ ହେଉଛି ଅପସନାଲ ସବଜେକ୍ଟ। ତାପରେ ଏଠି ଅଛି ପଲିଟିକାଲ ରାଜନୀତି ବିଜ୍ଞାନ, ଯେଉଁଟାକୁ ଆପଣ ମେଥିରେ ପଢ଼ିଥିବେ ସାମାଜିକ ବିଭିନ୍ନ ଭାବରେ। ହିଷ୍ଟ୍ରି ଅଛି, ଯାହାକି ଆମ ଇତିହାସ ବିଷୟରେ ପଢ଼ିବେ। ମ୍ୟାଥ୍ ଅଛି, ଲଜିକ୍ ଅଛି, ଲଜିକ୍ ହେଉଛି ମଣିଷ ବିଷୟରେ କଥାବାର୍ତ୍ତା ହେବା। ଏବଂ ଅଛି ଇକୋନୋମିକ୍ସ ଅଛି ଏବଂ ସାଇକୋଲୋଜି ଅଛି। এই ସବଜେକ୍ଟ ମାନଙ୍କୁ ଯଦି ରଖିବେ ତାହେଲେ ପ୍ଲସ୍ ଟୁରେ ବହୁତ ଭଲ ମାର୍କ ଆସିବ।